Dear friends, welcome to your channel A2H English channel. A2H English channel. Dear friends, ମୁଁ ଆଜି ଏଇଠି ଆପଣମାନଙ୍କ ପାଇଁ କେତୋଟି ଗୁରୁତ୍ୱପୂର୍ଣ୍ଣ ଇଂରାଜୀ ଗ୍ରାମାରର ବଛା ବଛା ପ୍ରଶ୍ନ ସବୁ ଆଣିଛି. I think it will be very helpful to you. Those who are preparing for different types of competitive exam, it must help them. Okay, now come to the point. Here you see, answer the following with an appropriate option. ଏଠି ଆପଣଙ୍କର ଚାରୋଟି ଅପସନ୍ ରହୁଛି. ସେ ଭିତରୁ appropriate ଅପସନ୍ଟା କେଉଁଟା ଆପଣଙ୍କୁ ବାଛିବାକୁ ପଡ଼ିବ. ହେଲେ ଦେଖନ୍ତୁ କ୍ୱେଶ୍ଚିନ୍ ନମ୍ବର 1ରେ, as the wedding ceremony nearer, they started to dash their house. As the wedding ceremony nearer, they started to dash their house. ଏଠି ଦେଖନ୍ତୁ ଚାରିଟା ଅପସନ୍ ଦେଇଛି. ହେଲେ ଏଇଟା ହେଉଛି ଫ୍ରେଜାଲ୍ ଭର୍ବର କ୍ୱେଶ୍ଚିନ୍ଟା. କେତେ ଭାଇମାନେ ଏଇ ଫ୍ରେଜାଲ୍ ଭର୍ବକୁ ନେଇକି ଟିକେ ଷ୍ଟ୍ରେସ୍ ଦେବା ପାଇଁ କହିଥିଲେ. ତେଣୁ ମୁଁ ଏଇ ଫ୍ରେଜାଲ୍ ଭର୍ବକୁ ଟିକେ ଷ୍ଟ୍ରେସ୍ ଦେଇକି କେତେ କ୍ୱେଶ୍ଚିନ୍ ଆଣିଛି. ଆପଣମାନେ ନିଶ୍ଚିତ ଭାବରେ ୱିଲ୍ ବି ବେନିଫିଟେଡ଼୍. ଓକେ, ଏଠି ଦେଖନ୍ତୁ ଆମେ ଏଇଠି ସେଣ୍ଟେନ୍ସଟା ବୁଝିବା ଆଉ ଆମକୁ ଫ୍ରେଜାଲ୍ ଭର୍ବର ମିନିଂ ମଧ୍ୟ ଜାଣିବାକୁ ପଡ଼ିବ. ହେଲେ ଏଇଠି ଦେଖନ୍ତୁ ଆପଣଙ୍କର ଏରେ କ୍ୟାରି ଅନ୍ ଦେଇଛି. କ'ଣ? କ୍ୟାରି ଅନ୍. Carry on means continue. Carry out. Carry out means execute. Do up. Do up means what? Do up ର ଆପଣଙ୍କର ଦୁଇଟି ଅଛି ମିନିଂଟା. ଗୋଟେ ହେଉଛି ଫାଷ୍ଟ ଟେନ୍ସ ଆଉ ଗୋଟେ ଡେକୋରେଟ୍. ଏଠି ଡିରେ ଅଛି କିପ୍ ଅପ୍. କିପ୍ ଅପ୍ର ମିନିଂଟା ପ୍ରିଭେଣ୍ଟ ଫ୍ରମ୍ ଗେଟିଂ ଲୋ. ହେଲେ ଏଇ ଯେଉଁ ମିନିଂ ଆମେ ଜାଣିନୁ, ହେଲେ ଏଇ ମିନିଂ ଭିତରୁ କେଉଁଟା ଏପ୍ରୋପ୍ରିଏଟ୍ ହେବ? As the wedding ceremony nearer, they started to dash their house. ଏଇଠି ଆପଣଙ୍କର ନିଶ୍ଚିତ ଭାବରେ ଆମେ ମିନିଂଟା ବୁଝିଗଲେ ଏଇ ଡୁ ଅଫ୍ଟା ସିଟା କରେକ୍ଟ ଆନ୍ସର୍ ହେବ. ଡୁ ଅଫ୍ ମିନ୍ସ ଗୋଟେ କହିଥିଲେ ମୁଁ ଆପଣଙ୍କୁ କ'ଣ, ଫାଷ୍ଟ ଟେନ୍ ଗୋଟେ ଆଉ ଗୋଟେ ହେଉଛି ଡେକୋରେଟ୍ ଗୋଟେ. ତାହେଲେ ଏଇଠି ଡେକୋରେଟ୍ଟା ହେବ. They started to decorate their house. ଓକେ, ଏଇ ଏ ହେବ ନାହିଁ, ବି ହେବ ନାହିଁ, ଡି ମଧ୍ୟ ହେବ ନାହିଁ. କ'ଣ ହେବ? ଡୁ ଅଫ୍, ଡେକୋରେଟ୍. ଓକେ, would you follow me? Now come to the question number 2. As soon as winter left, spring dash. As soon as winter left, spring dash. ଦେଖନ୍ତୁ ଏଇଠି ଆପଣଙ୍କର ଚାରିଟା ଅପସନ୍ ଦେଇଛି. ଏରେ ଦେଇଛି ପୁଟିନ୍. ପୁଟିନ୍ ଯାହାର ଅର୍ଥ ହେଉଛି ଇଣ୍ଟରରୁପ୍ଟ. ବିର ମିନିଂ ହେଉଛି ସେଟିନ୍ର ମିନିଂ କ'ଣ? ବିଗିନ୍ ଅର୍ ଷ୍ଟାର୍ଟ. ବିର କ'ଣ? ସେଟିନ୍ର ମିନିଂଟା ହେଉଛି ବିଗିନ୍ ଅର୍ ଷ୍ଟାର୍ଟ. ହେଲେ ସିରେ ଗିଭିନ୍ର ମିନିଂଟା କ'ଣ ହେବ? ଗିଭିନ୍ର ମିନିଂ ହେଉଛି ସରେଣ୍ଡର. ଆଉ ଏଇଠି ଡିରେ ଯେଉଁ ଦେଇଛି ଏହାର ବ୍ରେକ୍-ଇନ୍ର ମିନିଂ କ'ଣ ହେବ? ବ୍ରେକ୍-ଇନ୍ର ମିନିଂ ଆପଣଙ୍କର ଇଣ୍ଟରରୁପ୍ଟ ଏ ଡିସ୍କସନ୍. ହେଲେ ତାହେଲେ କେଉଁଟା ଏଇଠି ଆପ୍ରୋପ୍ରିଏଟ୍ ହେବ? ନିଶ୍ଚିତ ଭାବରେ ଆପଣମାନେ ଜାଣିପାରିଥିବେ ଏଇଠି ଆପଣଙ୍କର ବିଟା ହେବ ଆପ୍ରୋପ୍ରିଏଟ୍ ଅପସନ୍. ସେଟ୍ ଇନ୍. କ'ଣ? ସେଟ୍ ଇନ୍ ହେବ. ଓକେ, would you follow me? ଏଠି ଦେଖନ୍ତୁ ସେଟ୍ ସେଟ୍ ସେଟ୍. ଏଠି ଦେଖନ୍ତୁ ୱିଣ୍ଟର ଲେଫ୍ଟ, ସ୍ପ୍ରିଂ ପାଷ୍ଟ ଫର୍ମରେ କ'ଣ ହେବ? ସେଟ୍ ଇନ୍. ଆଉ ଏଇଠି ଏ ହେବନି, କି ସି ହେବ ନାହିଁ, କି ଡି ମଧ୍ୟ ହେବ ନାହିଁ. ହ୍ୱାଟ୍ ୱିଲ୍ ବି ଦ ଆପ୍ରୋପ୍ରିଏଟ୍ ଅପସନ୍? ସେଟ୍ ଇନ୍. ଓକେ, would you follow me? ଓକେ.
Now come to the question number 3. He has fallen in a bad habit. He has fallen in a bad habit. Now he is trying to dash it. ସେ ଗୋଟେ ଖରାପ ଅଭ୍ୟାସରେ ପଡ଼ିଯାଇଛି। ସେ ବର୍ତ୍ତମାନ now he is trying to dash it। ହେଲେ କେଉଁଟା ଆପ୍ରୋପ୍ରିଏଟ୍ ହେବ? ଆମକୁ ଏଇଠି ଫ୍ରେଜାଲ୍ ଭର୍ବ ସବୁ ଯେଉଁ ଦେଇଛି ସେ ଭିତରୁ ଆମକୁ ବାଛିବାକୁ ପଡ଼ିବ। ତା'ର ମିନିଂ ସବୁ ଜାଣି ସାରିଲା ପରେ କେଉଁଟା ହେବ ଆମେ ନିଶ୍ଚିତ ଭାବରେ ଜାଣିପାରିବା। ତାହେଲେ ଏଇଠି ଦେଖନ୍ତୁ ଆପଣଙ୍କର ଦେଇଛି ଏରେ ଦେଇଛି ଗିଭ୍ ଇନ୍, ଯେଉଁ ଗିଭ୍ ଇନ୍ର ମିନିଂଟା ସରେଣ୍ଡର, ଗିଭ୍ ଆୱେ ଏହାର ମିନିଂ ଡିଷ୍ଟ୍ରିବ୍ୟୁଟ୍, ଗିଭ୍ ଅପ୍ର ମିନିଂ ଷ୍ଟପ୍, ସେଇ ଗିଭ୍ ଆଉଟ୍ର ମିନିଂ ସେଇ ଡିଷ୍ଟ୍ରିବ୍ୟୁଟ୍ ଅର୍ଥରେ ଆମେ ବ୍ୟବହାର କରିଥାଉ। ତାହେଲେ କେଉଁଟା ତାହେଲେ ହେଲା ଆପ୍ରୋପ୍ରିଏଟ୍ ଅପସନ୍ଟା ଆପଣଙ୍କର କେଉଁଟା ହେଲା? ସିଟା ହେଲା। ସି ଆପଣଙ୍କର ଆପ୍ରୋପ୍ରିଏଟ୍ ଅପସନ୍ ହେବ। ଗିଭ୍ ଅପ୍, ଷ୍ଟପ୍, ନାଓ ହି ଇଜ୍ ଟ୍ରାଇଂ ଟୁ ଷ୍ଟପ୍ ଇଟ୍। ଓକେ, ଏ ହେବ ନାହିଁ, ବି ହେବ ନାହିଁ, କି ଟି ହେବ ନାହିଁ। କ'ଣ ଆପ୍ରୋପ୍ରିଏଟ୍ ଅପସନ୍ ହେବ? ସିଟା। ଗିଭ୍ ଅପ୍ ମିନିଂ ହେଉଛି ଷ୍ଟପ୍। ଓକେ, would you follow me? Now come to the question number 4. When the chief guest started his speech, the reporter dashed the speech। এইটা ମଧ୍ୟ ସେ ଫ୍ରେଜାଲ୍ ଭର୍ବ। ମୁଁ ଆଜି ଆପଣମାନଙ୍କ କମେଣ୍ଟ ହିସାବରେ ଫ୍ରେଜାଲ୍ ଭର୍ବ ଏବଂ ୱାନ୍ ୱାର୍ଡ଼ ସବଷ୍ଟିଟ୍ୟୁସନ୍ର କେତେ ପ୍ରଶ୍ନ ଆଣିଛି। ସେଥିପାଇଁ ପ୍ଲିଜ୍ ଏଇଟାକୁ ଆପଣ ଧ୍ୟାନର ସହିତ ଦେଖନ୍ତୁ ଆଉ ଜାଣନ୍ତୁ। ଓକେ, ଏଠି ଏରେ ଦେଖନ୍ତୁ ଆପଣଙ୍କର ଦେଇଛି ଏରେ ଟୁକ୍ ଇନ୍ଟୁ, ବିରେ ଦେଇଛି ଟୁକ୍ ଅପ୍, ସିରେ ଦେଇଛି ଟୁକ୍ ଡାଉନ୍, ଡିରେ ଦେଇଛି ଟୁକ୍ ଓଭର୍। ତାହେଲେ ଏଠି ଆପଣଙ୍କର ବେସ୍ ଫର୍ମରେ ତା ମିନିଂ ସବୁ ଟେକ୍ ଇନ୍ଟୁ। ଟେକ୍ ଇନ୍ଟୁ ଅର୍ଥ ବ୍ରିଙ୍ଗ ସମଥିଙ୍ଗ ଅର୍ ସମବଡ଼ି into the inside of something or some place। B ରେ ଟେକ୍ ଅଫ୍, ଟେକ୍ ଅଫ୍ର ମିନିଂ ଆପଣ ଜାଣିଛନ୍ତି ଲିଭ୍ ଦ ଗ୍ରାଉଣ୍ଡ। ଯେଉଁ ଜାହାଜ ଆପଣଙ୍କର ଯେଉଁ ଉଠିବ ସେଇ ସମୟରେ ଟେକ୍ ଅଫ୍ ଆମେ ୟୁଜ୍ କରୁ। ତା'ର ଆଉ ଗୋଟେ ମିନିଂ ମଧ୍ୟ ଅଛି ରିମୁଭ୍ଟା, କାଢ଼ିଦେବା ଯେଉଁଟା ଟେକ୍ ଅଫ୍ର। ଏଠି ସିରେ ରହିଛି ଟେକ୍ ଡାଉନ୍, ଟେକ୍ ଡାଉନ୍ର ଅର୍ଥ ରାଇଟ୍ ଡାଉନ୍। ଡିରେ ଟେକ୍ ଓଭର୍, ଟେକ୍ ଓଭର୍ ଅର୍ଥ ହେଉଛି ଆକ୍ସେପ୍ଟ ଡ୍ୟୁଟି, କାର୍ଯ୍ୟଭାର ଗ୍ରହଣ କରିବା ଯେଉଁଟା। ହେଲେ ଆପଣ ନିଶ୍ଚିତ ଭାବରେ ଏଠି ଜାଣୁଥିବେ ଆପ୍ରୋପ୍ରିଏଟ୍ ଅପସନ୍ଟା କେଉଁଟା ହେବ? When the chief guest started his speech, the reporter wrote down the speech। took down, appropriate ଅପସନ୍ଟା took down, ତା ଅର୍ଥ ହେଉଛି wrote down the speech। ତାହେଲେ ଏ ହେଲା ନାହିଁ, କି ବି ମଧ୍ୟ ହେଲା ନାହିଁ, କି ଡି ମଧ୍ୟ ହେଲା ନାହିଁ। ତାହେଲେ କେଉଁଟା ହେଲା? ଏଇ ଆପଣଙ୍କର ସିଟା ହେଲା, wrote down the speech। Okay, would you follow me? Now come to the question number 5. Art of beautiful handwriting is called dash। ୱାନ୍ ୱାର୍ଡ଼ ସବଷ୍ଟିଟ୍ୟୁସନ୍ଟା ଏଇଟା କ'ଣ? ୱାନ୍ ୱାର୍ଡ଼ ସବଷ୍ଟିଟ୍ୟୁସନ୍। ଆପଣଙ୍କର ଡିମାଣ୍ଡ ହିସାବରେ ମୁଁ ଏଇ ଫ୍ରେଜାଲ୍ ଭର୍ବ ଆଉ ଏଇ ୱାନ୍ ୱାର୍ଡ଼ ସବଷ୍ଟିଟ୍ୟୁସନ୍କୁ ଟେଷ୍ଟ ଦେଇଛି ଆଉ ଏଠି ଅଧିକ ପ୍ରଶ୍ନ ଆଣିଛି। ନିହାତି ଭାବରେ ଆପଣ ଫ୍ରେଜାଲ୍ ଭର୍ବର କୋଶ୍ଚିନ୍ ନିହାତି ଭାବରେ ପଡ଼ିବ, ୱାନ୍ ୱାର୍ଡ଼ ସବଷ୍ଟିଟ୍ୟୁସନ୍ ପଡ଼ିବ ନିହାତି ଭାବରେ। ୱେଲକମ୍ ଟୁ ୟୋର୍ କମେଣ୍ଟ and I have brought it as per your comment। Okay, would you follow me? Art of beautiful handwriting is called dash। ଏଠି ଦେଖନ୍ତୁ ଆପଣଙ୍କର ଏରେ ଦେଇଛି କାଲିଗ୍ରାଫି, ବିରେ ଦେଇଛି ହ୍ୟାଣ୍ଡିକ୍ରାଫ୍ଟ, ସିରେ ଦେଇଛି ଆର୍କିଟେକ୍ଚର, ଡିରେ ଦେଇଛି ଗୁଡ୍ ହ୍ୟାଣ୍ଡ। ତାହେଲେ ଏଠି ଆପଣଙ୍କର
एप्रोप्रिएट ऑप्शनटा कौन हो पारे चिंता कले देखी यहाँ हूँ आपणकर एप्रोप्रिएट ऑप्शनटा ए कैलीग्राफी आर्ट ऑफ ब्यूटीफुल हैंड राइटिंग इज कॉल्ड कैलीग्राफी आउ अन्य सबू हेबो नाही ओके could you follow me now come to the question number 6 a person lives in a foreign country is dash एटा मध्ये सेही one word substitution रो a person lives in a foreign country is dash एठी देखंतु आपनकर ए रे फॉरेनर बी रे आपनकर कोन देथि इमिग्रेंट सी रे एलियन डी रे देथि कंट्रीमैन ताले आपनकर एटा कोटा ऑप्शन हेबो आपनको बाछिबा पड़िबो ए पर्सन लिव्स इन ए फॉरेन कंट्री इज नोन एज एलियन ले सीटा हेबो आपनकर एप्रोप्रिएट आंसर फॉरेनर हेबोनी इमिग्रेंट हेबोनी कंट्रीमैन हेबो नाही कोन हेबो एलियन ओके could you follow me now come to the question number 7 देखो ये गोटे से वन वर्ड सब्सटीट्यूशन रो आसी देखंतु वन हु इट्स टू मच इज डैश वन हु इट्स टू मच इज डैश टू मच नॉट टू मच टू मच हेले एठी एप्रोप्रिएट ऑप्शन टा कोन हबो आपनकर एठी अछि एरे अछि स्वालो बी रे देछि ग्लूटन सी रे देछि गरमांड डी रे देछि बगलार ताले कोन हेबो चिंता कले देखी वन हु इट्स टू मच इज कॉल्ड व्हाट ग्लूटन ये होछि आपनकर एप्रोप्रिएट ऑप्शन टा ई स्वालो हेबो नाही गुरमांड हेबो नाही कि बगलार हेबो नाही ओके could you follow me now come to the question number 8 a person who is 100 years old is called dash say one word substitution a person who is 100 years old is called dash एठी देखंतु आपनकर कोन सब देछि सेंचुरियन देछि ऑक्टोजेनरियन देछि एडोलसेंट देछि सेंटेनरियन देछि ताहले ए पर्सन हु इज 100 years old इज कॉल्ड डैश कोटा हेबो सेंटेरियन हेबो सॉरी सेंचुरियन हेबो ऑक्टोजेनरियन हेबो एडोलसेंट हेबो कि सेंटेनरियन हेबो कोटा हेबो एठी आपनकर एप्रोप्रिएट ऑप्शन टा ई डी टा हेबो सेंटेनरियन ए पर्सन हु इज 100 years old इज कॉल्ड सेंटेनरियन ए सेंचुरियन हेबोनी ऑक्टोजेनरियन हेबोनी एडोलसेंट मध्य हेबो नाही ओके could you follow me now come to the question number 9 at random means dash at random means dash एटा गोटे आपनकर इडियम्स एंड फ्रेजेस रो क्वेश्चन टा ले यार अर्थ हमको जानिबा पड़िबो एट रैंडम रो मीनिंग टा देखंतु एठी आपनकर एरे देथि डाउटफुली बी रे देथि प्रोबेबली सी रे देथि एमलेसली डी रे देथि केयरलेसली ताले कोटा हेबो एट रैंडम तार मीनिंग टा कोन एठी होछि तार मीनिंग होछि एमलेसली कोन हेबो एमलेसली एट रैंडम मीन्स एमलेसली डाउटफुली हेबोनी प्रोबेबली हेबोनी कि केयरलेसली मध्य हेबो नाही ओके
Could you follow me? Thank you, friend. Now come to the question number 10. At once wits and means dash. At once wits and यार अर्थटा कौन? यहाँ मध्य इडियम्स एंड फ्रेजेस क्वेश्चनटा ले यार मीनिंग आपन को जानवा पड़ो कौन हो पारे ये देखु ए देछि कौन देछि टू बी इन ए कन्फ्यूजन बी रे देछि टू बी इन ए डाउट सी रे देछि नो कनक्लूजन डी रे देछि अनएंडिंग मैटर हेले कोटा आपनकर यार मीनिंगटा एट वन्स विट्स एंड यार अर्थ हो टू बी इन ए कन्फ्यूजन टू बी इन ए कन्फ्यूजन यहाँ हूँ एप्रोप्रिएट आंसरटा आपनकर बी हेबनी सी हेबनी डी मध्य हेब नाही ओके could you follow me now come to the question number 11 question number 11 ये देखु बेले बेले आपनकर ये क्वेश्चन आपनकर आसुची सिंगुलर नंबर प्लुराल नंबर को नहीं ये मुझे आपण आनी देखु नंबर 11 रे देखु द सिंगुलर फॉर्म ऑफ डाटा इज डैश द सिंगुलर फॉर्म ऑफ डाटा इज डैश डाटार सिंगुलर नंबर रे कौन हम डाटस हेब डाटम हेब डाटाए हेब कि डाटे हेब कौन हेब चिंता कले देखी डाटार सिंगुलर फॉर्मटा कौन निश्चित भाव में यार सिंगुलर फॉर्म हो डाटम बीटा एप्रोप्रिएट ऑप्शन कौन हेब डाटम ओके कौन हेब डाटम डाटस हेबनी डाटाए हेब नाही डाटे मध्य हेब नाही ए सी आउ सॉरी एटा डी हो जाइए डाटेटा एटा डीटा कौन एटा डी डाटे मध्य हेब नाही कौन हेब डाटम डाटम रो प्लुराल फॉर्म होची डाटा ओके could you follow me now come to the question number 12 ये मध्य नंबर को नहीं क्वेश्चन है सिंगुलर नंबर प्लुराल नंबर द सिंगुलर फॉर्म ऑफ बैक्टीरिया द सिंगुलर फॉर्म ऑफ बैक्टीरिया बिकम्स डैश कौन है यार ए रे देछि आपनकर बैक्टेरियम बी रे देछि बैक्टेरियम सी रे देछि बैक्टर बी रे नन ऑफ दिस एगुलिक मध्य कोटा नुह ताले कोटा हेबो यार एप्रोप्रिएट ऑप्शनटा बैक्टीरिया रो सिंगुलर फॉर्म होची बैक्टेरियम एटा होची आपनकर एप्रोप्रिएट ऑप्शन बैक्टेरियम ए बी हेबो नाही कि सी मध्य हेबो नाही कि डी मध्य हेबो नाही ओके could you follow me now come to the question number 13 na 13 nothing is mighty dash nothing is mighty dash complete the proverb देखो आपनकर प्रोवर्ब को नहीं मध्य क्वेश्चन होची एटा मध्य आपण माने ध्यान देबे प्रोवर्ब आमे अनेक सब प्रोवर्ब अछि आपण मान को जानिबा पड़िबो लेठी कंप्लीट करंतु कौन हेबो नथिंग इज माइटी डैश ए रे देछि लाइक फेट देछि बी रे लाइक सरो देछि सी रे लाइक जय देछि डी रे लाइक लॉग देछि नथिंग इज माइटी डैश कोटा हेबो चिंता कले देखी कौन हो पारे नथिंग इज माइटी डैश
ଏଇଟା ଆପଣଙ୍କର ଆପ୍ରୋପ୍ରିଏଟ୍ ଅପସନ୍ଟା ହେବ ଲାଇକ୍ ଫେଟ୍। এই লাইକ୍ ଫେଟ୍ର ଏଠି ଦେଖନ୍ତୁ ନଥିଙ୍ଗ ଇଜ୍ ମାଇଟି ଲାଇକ୍ ଫେଟ୍। ନଚ ଦୈବାତ୍ ପରମ ବଳମ୍, ନଚ ଦୈବାତ୍ ପରମ ବଳମ୍। ଏଇଟା ହେଉଛି ଆମର ଯେଉଁ ପ୍ରୁଭର୍ଟା। ତେଣୁ ଏଇଠି ପି ହେବ ନାହିଁ, ସି ହେବ ନାହିଁ, ଡି ମଧ୍ୟ ହେବ ନାହିଁ। ହ୍ୱାଟ୍ ୱିଲ୍ ବି ଦ ଆପ୍ରୋପ୍ରିଏଟ୍ ଅପସନ୍? E. Okay, like fate. Okay, could you follow me? Now come to the question number 14. এটা ମଧ୍ୟ ଗୋଟେ ପ୍ରୁଭର କ୍ୱେଶ୍ଚିନ୍ଟା। ଏକ୍ସପେରିଏନ୍ସ ଟିଚର୍ସ ବେଟର ଡ୍ୟାସ୍। You have to complete the prover here. Experience teaches better that. ଏଠି ଅପସନ୍ ସବୁ ଦେଇଛି ଆପଣଙ୍କର ଦେଖନ୍ତୁ। ଏକ୍ସପେରିଏନ୍ସ ଟିଚର୍ସ ବେଟର ଦେନ୍ ନଲେଜ୍ ହେବ, କି ଦେନ୍ ଟ୍ୟାଲେଣ୍ଟ ହେବ, ଦେନ୍ ଇଣ୍ଟେଲିଜେନ୍ସ ହେବ, କି ଦେନ୍ ୱିଜଡମ୍ ହେବ। ଏଇଟା ଗୋଟେ ପ୍ରୁଭର କ୍ୱେଶ୍ଚିନ୍। ଲୋକ ଠକିଲେ ଶିଖେ, ଲୋକ ଠକିଲେ ଶିଖେ। ଆମେ ଯେଉଁ କହୁଛୁ ପ୍ରୁଭରଟା, ଯେଉଁ ଆମର କ'ଣ କହୁଛୁ ଆପଣ କ'ଣ କହୁଛନ୍ତି? ପ୍ରୁଭର ବୋଇଲେ ଆମେ ଯେଉଁ ପ୍ରବଚନ ଯେଉଁଟା କହୁଛୁ। ହେଲେ ଏଇଠି ଲୋକ ଠକିଲେ ଶିଖେ, ତାହେଲେ କେଉଁଟା? ଏକ୍ସପେରିଏନ୍ସ ଟିଚର୍ସ ବେଟର ଦେନ୍ ନଲେଜ୍ ହେବ, କି ଦେନ୍ ଟ୍ୟାଲେଣ୍ଟ ହେବ, ଦେନ୍ ଇଣ୍ଟେଲିଜେନ୍ସ ହେବ, କି ଦେନ୍ ୱିଜଡମ୍ ହେବ। ହେଲେ ଏଇଠି ଆପଣଙ୍କର ଆପ୍ରୋପ୍ରିଏଟ୍ ଆନ୍ସର୍ଟା ହେଉଛି ଦେନ୍ ୱିଜଡମ୍। ଏକ୍ସପେରିଏନ୍ସ ଟିଚର୍ସ ବେଟର ଦେନ୍ ୱିଜଡମ୍। ଏଇଠି ଏକ୍ସପେରିଏନ୍ସ ଆଉ ୱିଜଡମ୍ ଭିତରେ ଯେଉଁ ଡିଫରେନ୍ସଟା ଏଇଠି ଆମକୁ ସୂଚାଉଛି। ୱିଜଡମ୍ ହେଲେ କିଛି ହେବ ନାହିଁ। ଆମର ଯଦି କିଛି ଏକ୍ସପେରିଏନ୍ସ ହେଇଯିବ ତାହେଲେ ସେଇଟା ହେଉଛି ଆମର ଭଲ ଶିକ୍ଷାଟା। ଏକ୍ସପେରିଏନ୍ସ ଟିଚର୍ସ ବେଟର ଦେନ୍ ୱିଜଡମ୍। ଲୋକ ଠକିଲେ ଶିଖେ। ଓକେ, କୁଡ୍ ୟୁ ଫଲୋ ମି? ଆପଣଙ୍କର ଏଇଠି ଦେଖନ୍ତୁ କ୍ୱେଶ୍ଚିନ୍ ନମ୍ବର, ଏଇଠି ଆମେ ଲାଷ୍ଟ କ୍ୱେଶ୍ଚିନ୍କୁ ଆସିବା। ହେଲେ 15ଟା ଦେଖନ୍ତୁ। ଚୁଜ୍ ଦ କରେକ୍ଟ ସେଣ୍ଟେନ୍ସ ବିଲୋ। ଏଠି ଆପଣଙ୍କୁ 4ଟା ଅପସନ୍ରେ ଯେଉଁ ସେଣ୍ଟେନ୍ସ ସବୁ ଯେଉଁ ଦିଆହେଇଛି, ତାହେଲେ ଏଇଠି କରେକ୍ଟ ସେଣ୍ଟେନ୍ସଟା କେଉଁଟା ଆପଣଙ୍କୁ ବାଛିବାକୁ ପଡ଼ିବ। ଏଠି କେତୋଟି ଏକ୍ସକ୍ଲାମେଟରୀ ସେଣ୍ଟେନ୍ସକୁ ନେଇକି ଏଠି ଦିଆହେଇଛି, ତାହେଲେ ଆପଣ କେଉଁଟା ଆପ୍ରୋପ୍ରିଏଟ୍, କେଉଁଟା କରେକ୍ଟ ସେଣ୍ଟେନ୍ସ ତାକୁ ବାଛିବାକୁ ପଡ଼ିବ। ଦେଖନ୍ତୁ ଏରେ ଦେଇଛି ହ୍ୱାଟ୍ ବ୍ୟୁଟିଫୁଲ୍ ଏ ଗାର୍ଡ଼େନ୍ ଇଜ୍ ଇଟ୍। ହ୍ୱାଟ୍ ବ୍ୟୁଟିଫୁଲ୍ ଏ ଗାର୍ଡ଼େନ୍ ଇଜ୍ ଇଟ୍। ବିରେ ଦେଇଛି ଦେଖନ୍ତୁ ହାଉ ଏ ଭେରି ବ୍ୟୁଟିଫୁଲ୍ ଗାର୍ଡ଼େନ୍ ଇଜ୍ ଇଟ୍। ହାଉ ଏ ଭେରି ବ୍ୟୁଟିଫୁଲ୍ ଗାର୍ଡ଼େନ୍ ଇଜ୍ ଇଟ୍। ସିରେ ଦେଇଛି ହାଉ ଭେରି ବ୍ୟୁଟିଫୁଲ୍ ଗାର୍ଡ଼େନ୍ ଇଜ୍ ଦିସ୍। ହାଉ ଭେରି ବ୍ୟୁଟିଫୁଲ୍ ଗାର୍ଡ଼େନ୍ ଇଜ୍ ଦିସ୍। ଡିରେ ଦେଖନ୍ତୁ ହ୍ୱାଟ୍ ଏ ବ୍ୟୁଟିଫୁଲ୍ ଗାର୍ଡ଼େନ୍ ଇଟ୍ ଇଜ୍। ହ୍ୱାଟ୍ ଏ ବ୍ୟୁଟିଫୁଲ୍ ଗାର୍ଡ଼େନ୍ ଇଟ୍ ଇଜ୍। ହେଲେ ଏଇଠି ଆପଣଙ୍କର ଏକ୍ସକ୍ଲାମେଟରୀ ସେଣ୍ଟେନ୍ସରେ ଆମେ ହ୍ୱାଟ୍ ଆଉ ହାଉଟା ୟୁଜ୍ କରିଥାଉ। ହେଲେ ଆପଣମାନଙ୍କୁ ଆପଣମାନେ ତ ଜାଣିଥିବେ ନିଶ୍ଚିତ ଭାବରେ, ତଥାପି ମୁଁ କହିବାକୁ ଚାହୁଁଛି ଯେ ହ୍ୱାଟ୍ ପରେ ଆମର କ'ଣ ଲାଗିଥାଏ? ଗୋଟେ ନାଉନ୍ ଫ୍ରେଜ୍ ଲାଗିଥାଏ। ଆଉ ହାଉ ପରେ କ'ଣ ଲାଗିଥାଏ? ଗୋଟିଏ ଆଡ଼ଜେକ୍ଟିଭ୍ କିମ୍ବା ଆଡ଼ଭର୍ବ ଫ୍ରେଜ୍ଟା ଆମେ ୟୁଜ୍ କରିଥାଉ। ତାହେଲେ ଏଇଠି ଆଉ ପୁଣି ଆପଣଙ୍କୁ ଜାଣିବାକୁ ପଡ଼ିବ ଯେ ଏକ୍ସକ୍ଲାମେଟରୀ ସେଣ୍ଟେନ୍ସଟା ଭର୍ବରେ ଶେଷ ହେବ। ଏଠି ଦେଖନ୍ତୁ ଏଠି ହ୍ୱାଟ୍ ବ୍ୟୁଟିଫୁଲ୍ ଏ ଗାର୍ଡ଼େନ୍ ଇଜ୍ ଇଟ୍। ଦେଖନ୍ତୁ ହାଉ ଏ ଭେରି ବ୍ୟୁଟିଫୁଲ୍ ଗାର୍ଡ଼େନ୍ ଇଜ୍ ଇଟ୍। ହାଉ ଭେରି ବ୍ୟୁଟିଫୁଲ୍ ଗାର୍ଡ଼େନ୍ ଇଜ୍ ଦିସ୍। ଡିରେ ଦେଖନ୍ତୁ ହ୍ୱାଟ୍ ଏ ବ୍ୟୁଟିଫୁଲ୍ ଗାର୍ଡ଼େନ୍ ଇଟ୍ ଇଜ୍। ଏଠି ଦେଖନ୍ତୁ ହ୍ୱାଟ୍ରେ ଆରମ୍ଭ ହେଲା, ଗୋଟିଏ କ'ଣ ନାଉନ୍ ଫ୍ରେଜ୍ ହେଲା ଏ ବ୍ୟୁଟିଫୁଲ୍ ଗାର୍ଡ଼େନ୍। ତାପରେ ଦେଖନ୍ତୁ ସବଜେକ୍ଟ ଇଟ୍ ଆଉ ଭର୍ବଟା ଇଜ୍। ପ୍ରାୟତଃ ଆମର ଏକ୍ସକ୍ଲାମେଟରୀ ସେଣ୍ଟେନ୍ସରେ ସବଜେକ୍ଟ ଆଣ୍ଡ ଭର୍ବଟା ଓମିଟେଡ଼୍ ହେଇଥାଏ। ଏଇଠି ଦିଆହେଇଛି ଇଟ୍ ଇଜ୍, ହ୍ୱାଟ୍ ଏ ବ୍ୟୁଟିଫୁଲ୍ ଗାର୍ଡ଼େନ୍ ଇଟ୍ ଇଜ୍। ତେଣୁ ଏଇଠି ଆପଣଙ୍କର ଆପ୍ରୋପ୍ରିଏଟ୍ ଅପସନ୍ଟା ଇଟ୍ ହେବ।
ଏଇ ସି ହେବ ନାହିଁ, ବି ହେବ ନାହିଁ, କି ଏ ମଧ୍ୟ ହେବ ନାହିଁ। ଓକେ, could you follow me? Thank you, friend. Please keep watching this 30 days program continuously so that you can acquire some knowledge in English and you'll be prepared for your competitive exam. Please encourage me. Please cooperate me so that I can provide you different types of questions, different questions. Then you will acquire some knowledge in English and there will be no problem at all. I think. I wish you a bright career development. English for global honor. A bright career development. English for global honor. ଆପଣଙ୍କର ଏଇ କ୍ୟାରିୟର ଡେଭଲପମେଣ୍ଟ ପାଇଁ ପୁଣି କେମିତି କ୍ୟାରିୟର ବ୍ରାଇଟ୍ କ୍ୟାରିୟର ପାଇଁ ମୁଁ ଆପଣମାନଙ୍କ ପାଇଁ ସବୁ ଆଣୁଛି ଏବଂ ଆପଣମାନେ ନିହାତି ଏହା ଦେଖନ୍ତୁ। ପ୍ଲିଜ୍ ସେୟାର ୱିଥ୍ ୟୋର୍ ଫ୍ରେଣ୍ଡସ୍। ଡୋଣ୍ଟ ଫରଗେଟ୍ ଟୁ ସବସ୍କ୍ରାଇବ୍ and keep watching it. Then it will be a bright career. Okay? Could you follow me? Okay, thank you all.